ଆମ ଓଡ଼ିଶାରେ ବର୍ତ୍ତମାନ ପରିବର୍ତ୍ତନ ଆସିଛି। ବିଜେଡ଼ିକୁ ହରାଇ ବିଜେପି ଜିତିଛି। ବର୍ତ୍ତମାନ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସାର୍। ତ ମୋହନ ଚରଣ ମାଝୀ ସାର୍ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ବହୁତ ଲୋକ ତାଙ୍କୁ ପସନ୍ଦ କରୁଛନ୍ତି, ବହୁତ ଲୋକ ତାଙ୍କ ସପକ୍ଷରେ ଯାଉଛନ୍ତି, ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି। ଆଉ ସେ ଭିତରୁ ଜଣେ ବଦହଜମୀ ଲୋକ ଅଛନ୍ତି ଯିଏ ମୋହନ ଚରଣ ମାଝୀ ସାର୍ଙ୍କୁ ଗୋଟେ ରାକ୍ଷସ ବୋଲି ମଧ୍ୟ କହୁଛି। ତ କିଏ ସେ ଲୋକଟି ଯିଏ ମୋହନ ଚରଣ ମାଝୀ ସାର୍ଙ୍କୁ ରାକ୍ଷସ କହୁଛି? ଚାଲନ୍ତୁ ଦେଖିବା ଆଉ ଶୁଣିବା ସେ କ'ଣ କହୁଛି। ଆଚ୍ଛା, ଇଏ ବଦହଜମୀ ସାର୍, ମୋହନ ଚରଣ ମାଝୀ ସାର୍ ଯେଉଁ ସିଏମ୍ ହେଲେ, ଆପଣ କ'ଣ କହିବେ? ଆପଣ ମାନେ କ'ଣ ଭାବୁଛନ୍ତି, ସିଏ ଆମ ଓଡ଼ିଶାର ସିଏମ୍ ହେଇକି ଠିକ୍ ହେଇଛି ନା କିଛି ଭୁଲ ହେଇଛି? ନା ନା, ଏଭଳିଆ ମୁଖ୍ୟମନ୍ତ୍ରୀ ଆମକୁ ଦରକାର ନଥିଲା। କ'ଣ କହିଲେ? ଏମିତିକା ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଦରକାର ନଥିଲା? ଆଉ କେମିତିକା ଦରକାର ଥିଲା? ମୋହନ ଚରଣ ମାଝୀ ସାର୍ ଏମିତି କ'ଣଟା କରିଥିଲା ଯେ ଏମିତିକା ମୁଖ୍ୟମନ୍ତ୍ରୀ ମୁଁ ଦରକାର ନଥିଲା? କହିଲେ କ'ଣଟା କରିଛନ୍ତି ସିଏ? ଆଜ୍ଞା, ମୋହନ ମାଝୀ ତାଙ୍କ ଅତୀତ ଇତିହାସ ପଢ଼। ଆଚ୍ଛା ଆଚ୍ଛା, ମୋହନ ମାଝୀ ସାର୍ଙ୍କର ଇତିହାସକୁ ଟିକେ ଦେଖିବାକୁ ପଡ଼ିବ, ଅତୀତକୁ। ଆଚ୍ଛା, ତମେ ଠିକ୍ ଅଛଟି? ତମର ଯେଉଁ ଇତିହାସଟା ଠିକ୍ ଅଛି ତ, ଅତୀତଟା? ଆଜ୍ଞା, ଆପଣମାନେ ସମସ୍ତେ ଜାଣିଥିବେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଯେ ଲୋକଟି କିଏ। ଆଉ ମୁଁ ଏ ଲୋକଟି ବିଷୟରେ ବେଶୀ ବି କିଛି କହିବାକୁ ଚାହୁଁନି, କାହିଁକି ନା ଆପଣ ସମସ୍ତେ ଜାଣିଛନ୍ତି। ଅଯଥାରେ କହିକିରି ମୁଁ ଏ ଭିଡ଼ିଓକୁ ଲମ୍ବା କରିବାକୁ ଚାହୁଁନି। ଓ ଛାଡ଼ ସେ କଥା। ଆଚ୍ଛା, ଆଉ କ'ଣ କହୁଥିଲେ କହିଲେ? କୋମଳ ଶିଶୁ ଓ ଗ୍ରାମଷ୍ଟେନ୍ ହତ୍ୟାକାଣ୍ଡର ଯେଉଁ ଆସାମୀ ପାଇଁ ଯେଉଁଭଳି ଭାବରେ ଧାରଣାରେ ବସିଥିଲା, ଏବଂ ସେ ଯେଉଁ ଦାରା ସିଂ ଯେଉଁ ଗୋଟେ ନୃଶଂସ 90 ଦଶକର ଯିଏ ସବୁଠୁ ବଡ଼ ରାକ୍ଷସ ବୋଲି ତାକୁ ଆଖ୍ୟା ଦିଆଯାଇଥିଲା, ତାକୁ ମୁକୁଳେଇବା ଦାବିରେ ଯେଉଁଭଳି ଭାବରେ ଜେଲ୍ ଆଗରେ ଅନଶନ କରିଥିଲା, ସେଇଭଳିଆ ମୁଖ୍ୟମନ୍ତ୍ରୀ ପାଇଁ ଆଜି ଓଡ଼ିଶା ଲଜ୍ଜାରେ ମୁଣ୍ଡ ନୋଇ ଯାଉଛି। ଆଚ୍ଛା ଆଚ୍ଛା, ମୋହନ ମାଝୀ ସାର୍ ଆମର କ୍ରାଇମ୍ ଷ୍ଟେଟ୍ ମର୍ଡର କେସ୍ରେ ମାନେ ସେ ଯେଉଁ ଦୋଷୀକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ବୋଲିକା ଆନ୍ଦୋଳନ କରିଥିଲେ, ଆଉ ଦାରା ସିଂକୁ ମାନେ ଦାରା ସିଂ ପାଇଁ ବୋଲି ତୁମ କହିବା କଥା ଅନୁସରଣ କରିଥିଲେ। ସେଥିପାଇଁ ସେ ହେଉଛନ୍ତି ମାନେ ଗୋଟେ ରାକ୍ଷସ, ମାନେ ଖରାପ ରାକ୍ଷସ ତୁମ କହିବା କଥା ହେଉଛି। ଆଚ୍ଛା, ତମେ କ'ଣଟା? ତମେ ପରା ଆମ ଓଡ଼ିଶାର ପରମ୍ପରା ଭାଙ୍ଗି ସାରିଲଣି। ତମେ ପରା ଆମର ଜଗନ୍ନାଥଙ୍କୁ ମାନେ କହିସାରିଲଣି ଯେ ସେ ଚିକେନ୍ କାଁ ଖାଇବେନି, ତାଙ୍କ ପାଇଁ ମହାପ୍ରସାଦ। ମନେ ପଡ଼ୁଛି ନା ନାହିଁ? ନା ମନେ ପଡ଼ୁନି? ଆଜ୍ଞା, ମାନେ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏଇ ଲୋକଟି ଇଏ କହିଥିଲା। ଇଏ ପୁଣି ହେଉଛି ହେତୁବାଦୀ ନା ମୋ ବାଳବାଦୀ? ତୁ ଯାହା କହିବୁ ସେଇଟା ଠିକ୍, ଆଉ ଯିଏ ଯାହା କଲା ସେଇଟା ହେଉଛି ଭୁଲ, ନାଇଁ କ'ଣ? ତୁ ପୁରା ଓଡ଼ିଶାର ପରମ୍ପରା ପୁରା ଟେକିକି ରଖିଛୁ। ଆଉ ମୋହନ ମାଝୀ ସାର୍ଙ୍କ ପାଇଁ ବୋଲି ଆମ ଓଡ଼ିଶାର ମାନେ ନାଁ ତଳି ପଡ଼ିଗଲାଣି, ଲଜ୍ଜିତ ହେଇଗଲାଣି। ବଡ଼ ଟେକି ରଖିଆ ଲୋକଟା। ଆଉ ନିଶ୍ଚିତ ପରିବର୍ତ୍ତନ ଚାହୁଁଥିଲେ, କିନ୍ତୁ ପରିବର୍ତ୍ତନ ବୋଲି ନାହିଁ ଯେ ନୃଶଂସ ବାଲାଙ୍କୁ ଆଣିକିରି ମୁଖ୍ୟମନ୍ତ୍ରୀ କରିବା, ଏଇଟା ଯଥାର୍ଥ ସମ୍ଭବ ନୁହେଁ। ଓହୋ, ତୋର କହିବା କଥା ହେଉଛି ଓଡ଼ିଶାବାସୀ ମାନେ ପରିବର୍ତ୍ତନ ଚାହୁଁଥିଲେ, କିନ୍ତୁ ଏ ନୃଶଂସକୁ ଆଣିକିରି ସିଏମ୍ କରିବାର ନଥିଲା। ଆଉ ଯିଏ ଏଇ ନୃଶଂସକୁ ସିଏମ୍ କରିଛି ସେ ଗୋଟେ ମୂର୍ଖଟା, ତୁ ଗୋଟେ ଅତି ପଣ୍ଡିତଜ୍ଞାଟା, ନା କ'ଣ କହୁଛୁ? ହେତୁବାଦୀ ବା ହେଇଛୁ ତୁ? ତୁ ପୁରା ସାଇନ୍ସ ଉପରେ ଚଲେଇବୁ ବୋଲି କହୁଥିଲୁ। ସାଇନ୍ସ ଯାହା କହିବ ମୁଁ ଯାହା କରିବି, ପରମ୍ପରା ତ କିଛି ଦରକାର ନାହିଁ। ସିଏ ଅତି ନୃଶଂସଟା, ତୁ ଭାରି ଭଲଟା। ଆଉ ମୋତେ ତ ଲାଗୁଛି ମାନେ ମାଝୀ ସାର୍, ମାନେ ଆମର ମୋହନ ଚରଣ ମାଝୀ ସାର୍ ନ ହେଇକି ସିଏମ୍ ତତେ କରିବା କଥା ଥିଲା। କାରଣ ତୁ ପୁରା ସତିଆଟା, ଟୋଟାଲ୍ ମାନେ କ୍ଷୀରରେ ଗାଧେଇକିରି ଆଇଛୁ, ବୁଝାଉଛି ନା ନାହିଁ? ଆଚ୍ଛା, ଆଉ କ'ଣ କରୁ? ନୃଶଂସ ତ ହେଇଯାଇଛି ତ, ଆମର ତ ଆମ ସିଏମ୍ ତ ଠିକ୍ ଅଛି, ଆମେ ମାନୁଛୁ ଆମ ସିଏମ୍ ନୃଶଂସ। ତୁ କ'ଣଟା କରିବୁ? ଲୋକମାନେ ଏମାନଙ୍କୁ ରାଜରାସ୍ତାରେ ପିଟିବେ ମଧ୍ୟ, ଅପେକ୍ଷା କରନ୍ତୁ। ବୋପାରେ, ଯଦି ତୋ ଭାଗ୍ୟ ଭଲ ଅଛି, ଏ ଯେଉଁ ବକର ପାଟିଟାକୁ ଟିକେ ବନ୍ଦ କରେ। ଆଉ ହଁ, ଆମ ଓଡ଼ିଶାର ସିଏମ୍ଙ୍କ ବିରୁଦ୍ଧରେ କହିବା ପାଇଁ ଆଉ ସାହସ କରେ ନା। ଆଉ ତୁ ଯେଉଁ ଭାବୁନୁ ମୋହନ ଚରଣ ମାଝୀ ସାର୍ଙ୍କୁ ଓଡ଼ିଶା ଲୋକ ଗୋଡ଼ି ପିଟିବେ ବୋଲିକା, ସେଇଟା ନାହିଁ ରେ ବୋପା। ଆଉ ତତେ ତ ପିଟିବେନି, ତୁ ପଛପଟେ ବାଉଁଶ ଆଣିକି ପୁରେଇ ଦେବେ ଲୋକ, ଓଡ଼ିଶାର ଲୋକ। ସେଥିପାଇଁ ତୁ ଯେତିକି ଲୋକ ସେତିକିରେ ରହ, ତୋ କାମ ତୁ କରେ। ଅଯଥାରେ ଏଇ ଯେଉଁ ସିଏମ୍ କଥାରେ ପଡ଼ିକି ମାନେ ଇଆଡ଼େ ସିଆଡ଼େ କଥା କହିବୁ ଆମ ସିଏମ୍ଙ୍କୁ, ବିଶ୍ୱାସ କରେ ଓଡ଼ିଶାର ଗୋଟିଏ ଲୋକ ଗୋଟିଏ ବାଉଁଶ ନେବେ, ଯେଉଁଠି ମାରିବା ତ ମାରିବେ ଆଉ କ'ଣ।